ପନିରରେ ତ ବିଭିନ୍ନ ପ୍ରକାର ବନେଇବେଣି। ଆସନ୍ତା ଯେମିତି ରେଷ୍ଟୁରାଣ୍ଟ ଟାଇପ୍ର କିନ୍ତୁ ଘରୋଇ ପ୍ରଣାଳୀରେ କମ୍ ସମୟରେ ଆମେ ବନେଇବା, କମ୍ ମସଲା ବି ପ୍ରୟୋଗ କରିବା। ରେସିପିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିପରି ଲାଗିଲା ଲାଇକ୍, ସେୟାର, ଫଲୋ କରିବେ। ପ୍ରଥମ ଥର ଦେଖୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରେସିପି ଷ୍ଟାର୍ଟ କରିବା। ମୁଁ ଏଠି ପନିରକୁ ଟିକେ ଏମିତି ବଡ଼ ବଡ଼ ସାଇଜ୍ର, ତା ସାଙ୍ଗରେ କ୍ୟାପ୍ସିକମ୍, ପିଆଜ ସେଇ ସେମ୍ ସାଇଜ୍ର କାଟି ଦେଇଛି। ଟମାଟର ବି ଏପଟେ କାଟି ଦେଇଛି। ଏବେ ଆମେ ମସଲା ରେଡ଼ି କରିବା। ଗୋଟା ମସଲାକୁ ମୁଁ ଏଠି ଟିକେ ଭାଜି ଦେଇଛି, ଆଞ୍ଚରେ ଭାଜି ଦେଇଛି। ଅଲଗା ଅଲଗା ଭାଜିଛି। ଗୋଟେ ଗରମ ମସଲା ଆଉ ଗୋଟେ ଜିରା, ଧନିଆ, ଶୁଖିଲା ଲଙ୍କା ବାଟି ଦେଇଛି। ତାକୁ ଆମେ ଟିକେ ଦରଦରା ହେମଦସ୍ତାରେ କୁଟିଦେବା। ଗ୍ରାଇଣ୍ଡର ବି ଦରଦରା କଲେ ଚଳିବ। ଗରମ ମସଲାଟା ପୁରା ଚିକ୍କଣ କରିକି ଗୁଣ୍ଡ କରିଦେବେ। ମସଲା ରେଡ଼ି ହେଇଗଲା। ଏବେ ଆମେ କଡ଼େଇ ବସେଇକି ଟିକେ ବଟର ପକାଇ ଦେଇକି ସେ କ୍ୟାପ୍ସିକମ୍, ପିଆଜକୁ ପୁରା ହାଇ ଫ୍ଲେମ୍ରେ ଭାଜିଦେବା। ଅଳ୍ପ ଟିକେ ଲୁଣ ପକାଇ ଦେଇକି ଭାଜିଦେଲେ ଟିକେ ଜଲ୍ଦି ସନ୍ତୁଳି ଯିବ। ଅଧା ପିଆଜ ଟିକେ ମଉଳି ଆସିଲେ, କଲର୍ ଚେଞ୍ଜ ହେଇଗଲେ ସେଥିରେ ଆମେ ଯେଉଁ କୁଟିକି ରଖିଥିବା ଧନିଆ, ଜିରା, ଲଙ୍କା ଗୁଣ୍ଡକୁ ପକାଇଦେବା। ତା'ର ଗୋଟେ ଭଲ ସ୍ମେଲ୍ ଆସିବ। ତାପରେ ଅଧା ସେଥିରେ ଭାଜି ହେଇଯିବ। ଆକୁ କାଢ଼ିକି ଗୋଟେ ପ୍ଲେଟ୍ରେ ରଖିଦେବା। ସେଇ କଡ଼େଇରେ ଟିକେ ସୋରିଷ ତେଲ ଦେଇକି ତେଜପତ୍ର, ଡାଲଚିନି ପକାଇ ଦେଇକି କାଟିକି ରଖିଥିବା ରସୁଣ, କଞ୍ଚା ଲଙ୍କାକୁ ପକାଇଦେବା। ରସୁଣ, କଞ୍ଚା ଲଙ୍କା ଟିକେ ଅଦା ହେଇ ଆସିଲେ ସେଥିରେ ଅଦା ଟିକେ ଗ୍ରେଟ୍ କରିଦେବା। ତା ଦେହରେ ପିଆଜ ପକାଇ ଦେଇକି ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ହଳଦୀ ଓ ଟିକେ କଲର୍ ଲାଗି କାଶ୍ମୀର ଚିଲି ପକାଇଦେବା। କିନ୍ତୁ ମୁଁ କଞ୍ଚା ଲଙ୍କା, ଗୋଲମରିଚ ଦେଇଛି, ସେ ଲଙ୍କା ଗୁଣ୍ଡ ଦେଉନି, ଖାଲି କାଶ୍ମୀର ଚିଲି କଲର୍ ପାଇଁ ଦେଇଛି। ପିଆଜ, ତେଲ, ଲଙ୍କା ଗୁଣ୍ଡର ଭଲରେ କଲର୍ ଆସିଗଲେ, ପିଆଜ ସନ୍ତୁଳି ହେଇଗଲେ ସେଥିରେ ଆମେ ଟିକେ ଭେସୁଙ୍ଗା ପତ୍ର ପକାଇଦେବା। ଭେସୁଙ୍ଗା ପତ୍ର ମୁଁ ଫାଷ୍ଟ ପକାଇବାକୁ ଭୁଲି ଯାଇଥିଲି। ଅଧାରେ ପକାଇଲେ ବି ଭଲ ସ୍ମେଲ୍ ହୁଏ। ଫାଷ୍ଟ ପକାଇଲେ ଟିକେ ପୋଡ଼ିଯାଏ ତ। ଯେହେତୁ ଆମେ କଡ଼ାଇ ମସଲା ଟାଇପ୍ର କରୁଛେ, ସେଥିଲାଗି ଟିକେ ଭେସୁଙ୍ଗା ପତ୍ର ପକାଇଲେ ତା ସ୍ମେଲ୍ଟା ଅଲଗା ଆସିବ। ଏଥିରେ ଆମେ ଟମାଟର ପକାଇକି ଲୁଣ ଦେଇ ଦେଇଥିଲେ ସେ ଭଲସେ ସାଙ୍କୁଡ଼ି ଯିବ। ଘୋଡ଼େଇ ଘୋଡ଼େଇ କଷିଦେଲେ ଟମାଟୋଟା ଭଲ ଭାବେ ମେଲ୍ଟ ହେଇଯିବ, ଯାହାକି ମସଲାଟା ଗ୍ରେଭି ହେବ। ପୁରା ମୁଁ ଡ୍ରାଏର ଦହି 2 ଚାମଚ ନେଇକି ଭଲ ଭାବେ ପେଷ୍ଟ କରିଦେଲି। ସେ ଦହିଟା ଦେଇକି ବାରମ୍ବାର ଘାଣ୍ଟିବା, ନହେଲେ ବିଣ୍ଡି ବିଣ୍ଡି ହେବ। ସେଥିରେ 2 ଚାମଚ ପାଣି ଦେଇକି ଗୋଳେଇକି ଭଲ ଭାବେ ପୁରା ଭଲସେ ମେଲ୍ଟ ହେଲା ପର୍ଯ୍ୟନ୍ତ ଘାଣ୍ଟିଦେବା। ଫ୍ଲେଭର୍ ଲାଗି କିଛି ଧନିଆ ପତ୍ର, କିଛି ଅଦା କାଟିକି ପକାଇ ଦେଇକି ଭାଜିକି ରଖିଥିବା କ୍ୟାପ୍ସିକମ୍, ପିଆଜ ମସଲାକୁ ସେଥିରେ ପକାଇକି ଭଲ ଭାବେ ସାଙ୍କୁଡ଼ି ଦେବା। କିଛି ଗରମ ମସଲା ଗୁଣ୍ଡ ଦେଇଦେବା। ଏପଟ ସେପଟ ଟିକେ ଭଲସେ ଘାଣ୍ଟିକି ମସଲା ମେଲ୍ଟ ହେଲେ ସେ ପନିରକୁ ପକାଇଦେବା। ଆପଣ ଚାହିଁଲେ ପନିର ଭାଜିବେ, କିନ୍ତୁ ପନିର କଞ୍ଚା ପକାଇଲେ ଟିକେ ବେଶୀ ସଫ୍ଟ ରୁହେ। ମୁଁ ଏଠି କଞ୍ଚା ପନିର ନେଇଛି। ଆକୁ ଘାଣ୍ଟିକି ସିମ୍ କରିକି ଘୋଡ଼େଇ ଦେବା। ତା'ର ପାଣି ଅଂଶ ବାହାରିକି ସେଥିରେ ମସଲାଟା ଭଲ ଭାବେ ମିଶିଯିବ। ବିଲକୁଲ ବି ପାଣି ଦେଇନି। ରୁଟି, ପରଟା ସବୁଥିରେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ମୁଁ ଆଶା କରୁଛି ଛୋଟରୁ ବଡ଼ ସମସ୍ତଙ୍କୁ ଏ ରେସିପି ଭଲ ଲାଗିବ। ଆପଣମାନେ ଥରେ ଘରେ ଏମିତି ବନାନ୍ତୁ, ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ। କିପରି ଲାଗିଲା ମୋତେ କମେଣ୍ଟ ସେକ୍ସନରେ ଜଣାଇବେ। ଆପଣମାନଙ୍କର ଗୋଟେ ଗୋଟେ କମେଣ୍ଟ ମୋତେ ବହୁତ ଖୁସି ଲାଗିବ। ପୁଣି ଗୋଟେ ନ୍ୟୁ ରେସିପି ଧରିକି ଆସିବି। ଜୟ ଜଗନ୍ନାଥ।